ଆପଣ ଯାହା ଭାବିଥିବେ ତାକୁ ଯଦି ଆପଣ ପ୍ରାପ୍ତ ହେବେ ସେଇଟା ହେଉଛି ଆପଣଙ୍କର ବା ଆମର ନିଜସ୍ୱ ଭାବନା ବା ସାଧନା। ଆମେ ଭାବିଥିଲୁ ଆମେ ପାଇଲୁ, ସେ ଗୋଟେ ଦ୍ରବ୍ୟ ହଉ କିମ୍ବା ଯାହା ବି ହଉ, ସେଥିରେ ଯେଉଁ ଆନନ୍ଦ ଯେତିକି ମିଳେ ତାଠାରୁ ଆହୁରି ଗୋଟେ ଆନନ୍ଦ ଅଛି ଯାହାକୁ ଦିବ୍ୟାନନ୍ଦ ବା ବ୍ରହ୍ମାନନ୍ଦ ବୋଲି କୁହାଯାଉଛି, ଯେଉଁଥିପାଇଁ ଭଗବାନଙ୍କୁ ସଚ୍ଚିଦାନନ୍ଦ ବୋଲି ମାନେ ଆବାହନ କରାଯାଏ। ଆପଣ ଭାବି ନାହାନ୍ତି, ମନେ କରାଯାଉ ଆପଣ ରାସ୍ତାରେ ଚାଲିଛନ୍ତି, ଆପଣ ଗୋଟେ ଦୋକାନରୁ ଚାହା ଟିକେ ପିଇବେ ବୋଲି ଭାବି ଭାବିକା ଯାଉଛନ୍ତି, କିନ୍ତୁ ଆପଣ ବାଟରେ ଗଲାବେଳେ ଗୋଟେ 100 ଟଙ୍କିଆ ନୋଟ ହଉ କି ସୁନା ମୁଣ୍ଡାଟାଏ ହଉ କି ଗୋଟେ କ'ଣ ଗୋଟେ ଏମିତି ଜିନିଷଟିଏ ପାଇଲେ ଯାହା ଆପଣଙ୍କର ଆବଶ୍ୟକ ଥିଲା କିନ୍ତୁ ମନ ଭିତରେ ପାଇବେ ବୋଲି ସେ ଆଶା ନଥିଲା। ସେମିତି ଗୋଟିଏ ସଂଯୋଗ ସେ ମଣିଷର ମନରେ ଗୋଟେ ଦିବ୍ୟାନନ୍ଦ ସୃଷ୍ଟି କରେ। ଆମର ଭାରତର ଆମେ ଭାରତ ବୋଲି ବି କହୁନୁ, ଆମର ଗୋଟେ ପୃଥିବୀରେ ଅନେକ ପ୍ରକାର ରତ୍ନ ଅଛି। କେଉଁଠି ସୁନା ଖଣି ଅଛି, କେଉଁଠି ରୂପା ଖଣି ଅଛି, ଏମିତି କେତେ କଥା ଆମେ ଶୁଣିବାକୁ ପାଉଛୁ। କେଉଁଠି ପେଟ୍ରୋଲ, କେଉଁଠି ଡିଜେଲ, କେଉଁଠି ଗ୍ୟାସ୍, ସବୁ ଅଛି। କିନ୍ତୁ ବିଶ୍ୱ ପାଇଁ ଇଏ କେବଳ ଭାରତ ପାଇଁ ନୁହେଁ, ବିଶ୍ୱ ପାଇଁ ଭାରତ ଭଳି ମହାନ ଦେଶରେ ଉତ୍କଳ ଖଣ୍ଡ ବଙ୍ଗୋପସାଗର କୂଳରେ କଳ୍ପବଟ ମୂଳରେ ଜଣଙ୍କୁ ଆମେ କେହି ନାମ ଦେଇନୁ। ଆମେ ଯେଉଁ ମନ୍ଦିର ପ୍ରତିଷ୍ଠା କରୁ, ଗୋଟେ ମୂର୍ତ୍ତି ରଖୁ, ତାକୁ କହୁ ଏଇ ନାମରେ ଆମେ ପୂଜା କରିବୁ, କିନ୍ତୁ ନାମ କିଏ ଦେଇଛି ତାର ଯଦିଓ ଗୋଟେ କିମ୍ବଦନ୍ତୀ ଅଛି, କିନ୍ତୁ ବଳିଆକୁ ସେସବୁ କଥା ଆକର୍ଷଣ କରିପାରେ ନା। ଯେଉଁ ବିନ୍ଧାଣିଟି ତୋତେ କଲା ନିର୍ମାଣ, ସେହି ତ ଘଟେ ରହିଲା ଏହାକୁ। ତେଣୁ ଯିଏ ଆମକୁ ଜଗତକୁ ନିର୍ମାଣ କରୁଛି ତାର ନାମ କିଏ ଦେବ, ତା ରୂପକୁ କିଏ ଗଢ଼ିବ? ରୂପଟା ଯଦି କେଉଁଠି ଗୋଟେ ରୂପ ଯଦି ଅଛି, ତାର ଫଟୋଚିତ୍ରକୁ ଦେଖିକିରି ଆମେ ଗୋଟିଏ ରୂପ ତିଆରି କରିବା, ଏଇଟା ଗୋଟେ ସରଳ କଥା। ରୂପଟିଏ ଥିଲା, ରୂପଟିଏ ତିଆରି ହେଲା, କିନ୍ତୁ କୌଣସି ରୂପ ପୃଥିବୀରେ ନାହିଁ, ଏମିତିଆ ଗୋଟେ ରୂପ ପୃଥିବୀରେ ନାହିଁ, କିନ୍ତୁ ତାକୁ କେଉଁ କାରିଗର ତିଆରି କଲେ? ଆପଣ ଦେଖନ୍ତୁ, ବଳିଆ ପାଖରେ ବସିଛନ୍ତି ପ୍ରଭୁ, ଆମ ପାଇଁ ସେଟା ରତ୍ନ। ତେଣୁ ଯିଏ ଯାହା ଭାବୁଛି ଭାବୁ, ଗୋଟେ ରତ୍ନ ବସିଛନ୍ତି, ଯାହାଙ୍କୁ ଆପଣମାନେ ସମସ୍ତେ ଜାଣିଛନ୍ତି, ସେ ହେଉଛନ୍ତି ଜଗନ୍ନାଥ। ତାଙ୍କୁ ଦୁର୍ଗା ମାଧବ ରୂପରେ ତାଙ୍କୁ ଆବାହନ କରାଯାଏ। ଏଇ ଯେଉଁ ଜଗନ୍ନାଥ ଏମିତିଆ ଗୋଟେ ରତ୍ନ ପୃଥିବୀରେ କୌଣସି ଜୀବଜଗତରେ ନାହିଁ, କିମ୍ବା କୌଣସି ସୁନା ରୂପା ହୀରାବତୀ ମାଣିକ ଭିତରେ ବି ନାହିଁ। ନିଜେ ନିଜକୁ ସେ ତୈରି କରିଛନ୍ତି ଏବଂ ନିଜେ ନିଜର ନାମକୁ ସେ ନିଜେ ହିଁ ଦେଇଛନ୍ତି। କୌଣସି ବାପ ମା କି ମାମୁଁ ମାଇଁ ସେ ତାଙ୍କ ନାମ ଦେଇନାହାନ୍ତି। ତେଣୁ ଏଇ ଯେଉଁ ମୂର୍ତ୍ତିଟି ବସିଛନ୍ତି, ଆପଣ ଦେଖନ୍ତୁ, ଆମେ ଭାବିନୁ, ଆମେ ଆମର ଅପରାହ୍ନରେ ଯେମିତି ଗୋଟେ ବସିବା କଥା ବସିଛୁ, ଟିକେ କ'ଣ ଗୋଟେ ଭାବୁଛୁ, ହଠାତ୍ ଏ ଘର ଭିତରକୁ ପାରାଦୀପର ଭକ୍ତ
ମୋର ସେ ମଧ୍ୟ ମାନସ ଶିଷ୍ୟ ଏବଂ ତାଙ୍କର ଗୁରୁ ରବିଶଙ୍କର ହେଲେ ବି ସେ ବଳିଆ ଭିତରେ ତାଙ୍କୁ ହିଁ ଦେଖନ୍ତି। ସେ ଆମର ତାପସ ଇଏ ଗୋଟେ ମୂର୍ତ୍ତି ଧରି ପଣ୍ଡା ବେଶରେ ଏ ଘରକୁ ପଶି ଆସିଲେ। ମୁଁ ଗୋଟେ ହଠାତ୍ ଆଶ୍ଚର୍ଯ୍ୟ ହେଇଗଲି ଯେ ପୁରୀର ଗୋଟେ କୌଣସି ପଣ୍ଡା ଆସି ପହଞ୍ଚିଲେ ନା କ'ଣ, କିମ୍ବା କିଏ କେଉଁଠି ଗୋଟେ କ'ଣ ଗୋଟେ ଆମ ମୁଣ୍ଡରେ ପଶିଲାନି। ଦେଖିଲା ବେଳକୁ ମାନେ ତାପସ ସେ ମୂର୍ତ୍ତିଟି ଆଣିଛନ୍ତି, ମୂର୍ତ୍ତିର ରହସ୍ୟ ବି ଟିକେ କହିଲେ ଏବଂ ମୋ କୋଳରେ ତାଙ୍କୁ ବସାଇଲେ। ମୁଁ କ'ଣ ଭାବିଥିଲି ମୋ କୋଳରେ ସେ ଟିକେ ବସା ନା, କୋଳରେ ବସେଇବା ପାଇଁ କ'ଣ ମୁଁ ଏଠି କିଛି ସେମିତି ଆୟୋଜନ କରିଥିଲି। କିନ୍ତୁ ସେ କୋଳରେ ବସିଲେ ଏବଂ ପୂଜା ଟିକେ ପାଇଲେ। ଇଏ ହେଉଛି କଥା। ଇଏ ପ୍ରତ୍ୟକ୍ଷ ମୂର୍ତ୍ତି ତାଙ୍କୁ କୌଣସି ଏକ ଅଞ୍ଚଳର, ମୁଁ ସେ ଅଞ୍ଚଳ ନାଁ କହୁନି, ତାଙ୍କୁ ଠିକ୍ ଭାବରେ ବୁଝି ନପାରି ତାଙ୍କୁ ସମୁଦ୍ର ଭିତରେ ଫିଙ୍ଗି ଦେଇଥିଲେ, ଫିଙ୍ଗା ଫୁଲ ବୋଲି। ଯଦି ପୂଜା ବି ନ କରିପାରିଲ, ତମ ଘରେ କି ତମ ମନ୍ଦିରରେ ସେମିତି ରଖିଥିଲେ ବି ସିଏ କ'ଣ ଅଡ଼ୁଆ କରିଥାନ୍ତେ? ଆପଣ ଦେଖନ୍ତୁ, ଆମେ ଯିଏ ପୂଜା କରୁଛୁ ସେଇମାନଙ୍କୁ ଆମେ ପଚାରିବା, ନିଜକୁ ପଚାରିବା, ପୂଜାର ଯେଉଁ ସାମଗ୍ରୀ ଆମ ପାଖରେ ଅଛି, ଫୁଲ, ଚନ୍ଦନ, ଧୂପ, ଦୀପ, ନୈବେଦ୍ୟ, ଆରତି, ଏତେ କଥା, କେଉଁ ଗୋଟାକର ନିର୍ମାତା ତମେ? ଆମେ କ'ଣ ସୃଷ୍ଟି କରିଛୁ? ବିଶ୍ୱାବସୁ ସବର ଫଳ ଠାକୁରଙ୍କୁ ଦେଉଥିଲା। ବିଶ୍ୱାବସୁ ଗୋଟାଏ ସ୍ୱତନ୍ତ୍ର, ଫଳ ଗୋଟାଏ ସ୍ୱତନ୍ତ୍ର, ନୀଳମାଧବ ଗୋଟାଏ ସ୍ୱତନ୍ତ୍ର। ବିଶ୍ୱାବସୁ କ'ଣ ମାନେ ଫଳ ତିଆରି କରିକି ନୀଳମାଧବଙ୍କୁ ଦେଉଥିଲା? ସବୁ ତାଙ୍କରି ସୃଷ୍ଟି। ଆମର ଗୋଟେ ଓଡ଼ିଆ ଲୋକ କଥା ଅଛି, ପରଧନରେ ମଙ୍ଗଳବାର। ପରଧନରେ ମଙ୍ଗଳବାର ମାନେ କ'ଣ? ପରମାତ୍ମାଙ୍କ ଧନରେ ବା ରତ୍ନରେ ଆମେ ଆମ ମଙ୍ଗଳ ପାଇଁ ଆମେ ମଙ୍ଗଳମୟଙ୍କୁ ପୂଜା କରୁଛୁ। ଏଇଟା ହେଉଛି ପରଧନରେ ମଙ୍ଗଳବାର। ତାକୁ ଲୋକ ଆଉ ଗୋଟେ ପ୍ରକାର କ'ଣ କହନ୍ତି। ତେଣୁ ଏଇ ପବିତ୍ର ଜଗନ୍ନାଥଙ୍କ ବିଷୟରେ ମୁଁ କୌଣସି ବହି ପଢ଼ି କିଛି କହିନି, ଆଜି ପର୍ଯ୍ୟନ୍ତ କହିନି। ଯାହା ଭାବିଛି, ଯାହା ଉପଲବ୍ଧି ଜୀବନରେ କରିଛି, ସିଏ ଆମ ପାଇଁ ମୂର୍ତ୍ତି ଆଉ ହେଇନାହାନ୍ତି, ସେ ଜୀବନ୍ତ ହେଇଛନ୍ତି। ଏହି ଜଗନ୍ନାଥଙ୍କୁ 17 ଥର ବି ଆକ୍ରମଣ କରାଯାଇଛି, ତଥାପି ଜଗନ୍ନାଥ ବଞ୍ଚି ରହିଛନ୍ତି। ତାଙ୍କର ପ୍ରତିଟି ସ୍ୱରୂପରେ ଗୋଟେ ଗୋଟେ ତତ୍ତ୍ୱ ଲୁଚିକି ରହିଛି। ତେବେ ତାଙ୍କ ନାଁ ଟିକେ ଆମେ ଦେଖିବା, କ'ଣ ସେ ନାଁଟାରେ ଅଛି। ଆମେ ଏମିତି କହିଦେବା ଜଗତର ସେ ନାଥ ଜଗନ୍ନାଥ, ଏଗୁଡ଼ା ସମସ୍ତେ ମାନେ ଇଏ ମାନେ ସିଏ ଜାଣିବ। ଜଗନ୍ନାଥଙ୍କୁ, ନାଥ ହେଉଛନ୍ତି ଆତ୍ମା, ନାଥ ହେଉଛନ୍ତି ପରମାତ୍ମା। ହେ ମଣିଷମାନେ, ତୁମେ ଟିକେ ତାଙ୍କୁ ଜଗ। ଜଗିବୁ କେମିତି? କ'ଣ ବାଡ଼ି ଫାଡ଼ି ପକାଇକି ଜଗିବୁ? ମାନେ ତାଙ୍କୁ ଜଗିବ। ତମ ନିଶ୍ୱାସ ହେଉଛନ୍ତି ତୁମର ପ୍ରାଣ, ସେଇ ପ୍ରାଣ ହେଉଛନ୍ତି ଜଗନ୍ନାଥ। ତୁମେ ତାଙ୍କୁ ଜଗ। କେତେବେଳେ ସେ ସୂର୍ଯ୍ୟ ରୂପରେ ଆବିର୍ଭାବ ହେଉଛନ୍ତି, କେତେବେଳେ ଚନ୍ଦ୍ର ରୂପରେ ଆବିର୍ଭାବ ହେଉଛନ୍ତି। ସେଇ ସମୟଟିକୁ ଜଗ।
ଇଏ ହେଉଛି ପ୍ରଥମ ତଥ୍ୟ। ବାହାରେ ଖାଲି ମାତ ନା, ସେ ନିଶ୍ୱାସ ପ୍ରଶ୍ୱାସ ରୂପରେ ଯେତେବେଳେ ବହୁଛନ୍ତି, ଯଦି ତୁମେ ଜଗି ପାରିବନି 7 ଦିନ ଭିତରେ ତାକୁ 2 ଭାଗ କରିଦିଅ। 7 ଦିନରେ ଗୋଟିଏ ଭାଗ 4 ଦିନ, ଗୋଟିଏ ଭାଗ 3 ଦିନ। ରବି ମଙ୍ଗଳ ଗୁରୁ ଶନି ଏମିତି 4ଟା ଦିନ ହେଉଛି ହଂସ ବା ସୂର୍ଯ୍ୟଙ୍କ ଦିନ। ଅନ୍ୟ 3ଟି ବାର ହେଉଛି ସୋହମ ବା ଚନ୍ଦ୍ରଙ୍କର ବାର। ହକାରଣେ ବହିର୍ଜାତି ସକାରେ ଶକ୍ତି ସମ୍ଭବା ହଂସ ହଂସ ଖେରଦ୍ୱୟ ଜୀବଜ ପରିଜଗତା। ଆଚ୍ଛା, ଇଏ ଗଲା ଗୋଟିଏ ଜଗନ୍ନାଥ। ଆଉ ଟିକେ ତାକୁ ଦେଖିବା କ'ଣ ତା ଭିତରେ ଅଛି। ଜ କହିଲେ ଆମେ କହୁଛୁ ସର୍ବଶ୍ରେଷ୍ଠ ମନ୍ତ୍ର ଯାହା ଥାଉ ନା କାହିଁକି, କିନ୍ତୁ ଆମ ପାଇଁ ଜୟ ଗୁରୁ। ଆଉ ଜ କହିଲେ ଜନାର୍ଦ୍ଦନ, ଯିଏ ଜଗତର ସବୁଙ୍କୁ ଯିଏ ଖାଇବାକୁ ଦିଅନ୍ତି, ଅନ୍ନ ବ୍ୟବସ୍ଥା କରନ୍ତି। ତେଣୁ ତାଙ୍କ ଅନ୍ନର ନାମ ମହାପ୍ରସାଦ। ସେ ହେଉଛନ୍ତି ଜନାର୍ଦ୍ଦନ। ଯେଉଁ ନାମଟିକୁ ସ୍ମରଣ କଲେ ବିପଦ ଦୂରେଇ ଯାଏ, ସେଇ ହେଉଛନ୍ତି ଜନାର୍ଦ୍ଦନ। ଆପଣ ଅନେକ ନାମ ଜାଣିଛନ୍ତି। ମଧୁସୂଦନ କୃଷ୍ଣେତି ବାସୁଦେବ ଜନାର୍ଦ୍ଦନ ଚତ୍ୱାରି ତପ ନାମାନି ମହାବିପଦ ନାଶନ। ତେଣୁ ଆମେ ଯେତେବେଳେ ବିପଦରେ ପଡ଼ୁଛୁ, ଆକୁ ଡାକେ ତାକୁ ଡାକେ, କିଏ କାହାକୁ ଡାକୁଛନ୍ତି। କିନ୍ତୁ ଜନାର୍ଦ୍ଦନ ଶବ୍ଦକୁ ଯଦି ଉଚ୍ଚାରଣ କରିବେ, ଏଇ ମନ୍ତ୍ରକୁ ମଧୁସୂଦନ କୃଷ୍ଣେତି ବାସୁଦେବ ଜନାର୍ଦ୍ଦନ ଚତ୍ୱାରି ତପ ନାମାନି ମହାବିପଦ ନାଶନ, ଏଇ ନାମକୁ ଏଇ ଓଡ଼ିଶା ମାଟିରେ ଜନ୍ମ ନେଇଥିବା ଜଣେ ସଦ୍ଗୁରୁ, ପ୍ରାଚୀ ତଟରେ ତାଙ୍କ ନୟାହାଟ ପାଖରେ ତାଙ୍କ ଆଶ୍ରମ, ସେ ତାକୁ ନାମଟିକି ଅଖଣ୍ଡ ରଖିଛନ୍ତି। ସେ କହିଲେ ଓମ୍ କୃଷ୍ଣ ମଧୁସୂଦନ ବାସୁଦେବ ଜନାର୍ଦ୍ଦନ। ଯାହା ହଉ, ବିପଦ ବେଳେ ଆଜି ଯୁଦ୍ଧ ବିଶ୍ୱରେ ଲାଗିଛି, ଆପଣମାନେ କ'ଣ ତାର ପ୍ରତିକାର କରିପାରିବେ? କେବଳ ଏଇ ନାମ ହିଁ ବିଶ୍ୱକୁ ରକ୍ଷା କରିବ। ଇଏ ହେଉଛି ଜର। ଆହୁରି ଅନେକ କଥା ଅଛି। ଜ ଗ କହିଲେ ଗତିଦାତା ସଦ୍ଗୁରୁ। ଆମକୁ ଗତି କିଏ ଦେବ? ଆମେ ମନୁଷ୍ୟ ହେଲୁ, ଅନେକ ରୂପ ପାଇସାରିଲା ପରେ, ଜନ୍ମ ହେଇସାରିଲା ପରେ ଆମକୁ ଗୋଟେ ଅନେକ ଜନ୍ମ ତପ ଫଳେ ମନୁଷ୍ୟ ଜନ୍ମ ମିଳିଥାଏ। ତାକୁ କିଏ ଦେଲା? ସେ ହିସାବ କିଏ କଲା? ଆମେ କୁକୁର ଥିଲୁ କି ବିଲେଇ ଥିଲୁ କି ବାଘ ଥିଲୁ କି କ'ଣ ଥିଲୁ? ସେ ହିସାବ ଖାତାଟା କାହା ପାଖରେ ଅଛି? ଯେଉଁ ବାପ ମାଙ୍କ ମାଧ୍ୟମରେ ଆମେ ଜନ୍ମ ହେଲୁ, ସେ ହିସାବ କ'ଣ ତାଙ୍କ ପାଖରେ ବି ଅଛି? ଥିଲା। ତେଣୁ ସିଏ ହେଉଛନ୍ତି ଗତିଦାତା। ସିଏ ହେଉଛନ୍ତି ପ୍ରକୃତରେ ଗୁରୁ। ଆମେ ଯେଉଁ ସଦ୍ଗୁରୁ କରୁଛେ, ସିଏ ସେଇ ଗୁରୁଙ୍କ ଶକ୍ତିଟା ହିଁ ଆମ ପାଖରେ ସଦ୍ଗୁରୁଙ୍କ ରୂପରେ ଆବିର୍ଭାବ ହେଇଛନ୍ତି। ଇଏ ଜ ଗ ପରେ ନା ହେଉଛି ନାରାୟଣ। ନାରାୟଣ କିଏ? ନାର ଅୟନ। ନାର କହିଲେ ଜଳ, ସମୁଦ୍ର। ଏଇ କ୍ଷୀରାବ୍ଦି ସମୁଦ୍ରରେ ଯିଏ ଅୟନ ବା ଆଶ୍ରୟ କରିଛନ୍ତି, ସିଏ କିଛି ଆଶ୍ରୟ କରିନାହାନ୍ତି, ବିଶ୍ରାମ ନେଇଛନ୍ତି। ତାଙ୍କୁ ହିଁ ଆମେ କହୁଛୁ ଅନନ୍ତ। ତାଙ୍କୁ ଆମେ ଦେଖିପାରୁନୁ, କିନ୍ତୁ ସେ ଗୋଟେ ସେଇ ଭାବନାରେ ଅଛି। ତାକୁ ବ୍ୟାଖ୍ୟା କରି ଗୋଟେ ସ୍ୱତନ୍ତ୍ର ହେବ। ଇଏ ହେଉଛନ୍ତି ନା।
ये दुनिया रे जेते प्रकार नाम अच्छी मशा माछी मूषा ठेकुआ हरिण बाघ सिंह बरगछ आंब गछ ओष्ठ गछ ये जेते नाम अच्छी मनीष पशु पक्षी ये नाम को किए दे किए इंग्राजी रे कहूँ किए ओडिया रे कहूँ किए हिंदी रे कहूँ किए बंगला रे कहूँ किए तेलुगु तमिल रे कहूँ सी नाम को किए दे को इतिहास रे लिखा अच्छी आमर यही भाषा को यही लोकटी सृष्टि कर कहीं ना तो एपर्यंत मुझे जानी किए जानी कहे कि सबू भाषा चली सबू भाषार सबू नाम अच्छे तेणु यही होती से ना अक्षर मौलिक तत्व मु ही सबू नामर सस्ता थ आपण माने जानती अनेक आमको सबू कहती एड़ा तो एगोटा मूर्ति पूजा कर मूर्ति हूँ गोटे पदार्थ आज शिक्षा क्षेत्र में पदार्थ विज्ञान उन्नति कर समग्र जगत आज चली पदार्थ रे कई नाम करी करी चले ना ना कई किसी करना पदार्थ विज्ञान अम्लजान अंगारकाम्ल ठारू आरंभ करी कोयला पेट्रोल डीजेल युद्ध लगी कौटी ये पेट्रोल मिलूनी कि गैस मिलूनी माने ता ऊपर कटकणा लगी ताले पदार्थ को छाड़ी कौ धर्म क्यों मत रहा गोटे धर्मर लोक कहले आमे से तुलसी की मानुना बड़िया अति सरल कहला आपण जोटा पिंधि सेटा कौन यहाँ हूँ बकल बकलटा कौटू आईला गचरू आईला यदि गोटे गछ आपण को बकल देला से बकल को आप कौ पुण्य कले ताहले आपण कहीं तुलसी निंदा कर तुलसी गोटे पदार्थ इमिटी पदार्थ जो पदार्थ हूँ औषध तेणु धैर्य रख थका मन चाल जीवा चका मय न देखा धैर्य वर्जिपारे सकल मर्यादा अधैर्य लोक केवे माने तार किछि पाइबनी खाली बुली बुली बुलजिब तेणु ये जो जगन्नाथ चारोटी अक्षर रे बहुत कथा अच्छी से दुर्गांक कोलर से होती माधव तेणु दुर्गा माधव रूप में पूजा कर से होती पतित पावन श्रीक्षेत्र में पतित पावन रूप में बाना उड़ुछि से होती दधि पावन तांको कृष्ण रूप में पूजा करा जाए तेणु आज यही पवित्र संध्यारे दुर्गा माधव जगन्नाथ स्वरूप एठाक आसिले बसिले पूजा टिके पाइले ये जीवे पारादीप पारादीप हूँ से बंगोपसागर जहाँ को शास्त्र कही क्षीराब्दी समुद्र पुरी श्रीक्षेत्र बंगोपसागर कूल आपण आमर पारादीप बंदर जी होती पराशर ऋषिंकर तपस्या स्थान आज भी पारेश्वर नामक शिव से पूजा पाँच सी से बंगोपसागर कूल से जगन्नाथ मूर्ति अच्छा मंदिर अच्छी पूजापूजी चली आप अच्छी तो ये पुणी कौनटा करें चाउलटा आम घरे अच्छी अरुआ चाउल से अरुआ चाउलर भात
ସେ ଅନ୍ନ ବ୍ରହ୍ମ ରୂପରେ ମାନେ ପ୍ରସାଦ କରୁଛି। ସେଇଗୁଡ଼ିକ ମିଠା ଟିକେ ପକାଇଦେଲେ ସେ ପଲଉ ହେଲା, ସେଇଟାକୁ କିଏ ମୁଗ ଯାଇ ପକାଇଦେଲେ ଖେଚୁଡ଼ି ହୁଏ, ସେଇଟାକୁ ଆଉ ଗୋଟେ କ'ଣ ବିଭିନ୍ନ ପରିବା ପକାଇଦେଲେ ସେ ଗୋଟେ କ'ଣ କ'ଣ ସେଇଟା ମନେ ପଡ଼ୁନି, ସେଇଟା କ'ଣ ତା ନାଁ ଗୋଟେ ହଁ ଫ୍ରାଏ ରାଇସ୍ ହୁଏ। ଏଇଭଳି ଭାବରେ ଗୋଟିଏ ଜିନିଷ ଏକ ସଦପି ପ୍ରାବହୁଧା ବଦନ। ଦୁର୍ଗା ମାଧବ ଯେଉଁଠି ରହିବେ ସେ ଦୁର୍ଗା ମାଧବର କାମ କରିବେ। ଏକ ସଦପି ପ୍ରାବହୁଧା ବଦନ। ଯୋଉଠି ଯୋଉ ମନ୍ଦିରରେ ଜଗନ୍ନାଥ ରୂପରେ ଅଛନ୍ତି ସେଠି ଜଗନ୍ନାଥଙ୍କ ରୂପରେ କାମ କରିବେ। ଏଠି ଆଶ୍ରମରେ ଶିଶୁ ଅନନ୍ତଙ୍କ ରୂପରେ ଯେଉଁ ଆମର ଉଇ ହୁଙ୍କାକୁ ଆମେ ପୂଜୁଛୁ, ଉଇ ହୁଙ୍କାକୁ ପୂଜୁଛୁ ଆମେ କ'ଣ ଏଡ଼େ ବୋକା ଏଡ଼େ ମୂର୍ଖ ଗୋଟେ ଉଇ ହୁଙ୍କାକୁ ପୂଜା କରୁଛୁ? କିନ୍ତୁ ଆମେ ଭାବୁ ଇଏ ଉଇ ଭିତରେ ଯେଉଁ ଜ୍ଞାନ ଅଛି ମଣିଷ ଭିତରେ ସେତିକି ନାହିଁ। ଗୋଟେ ଉଇ ହୁଙ୍କାକୁ ଆପଣ ବାଡ଼େଇକି ଭାଙ୍ଗି ଦେଇକି ଦେଖନ୍ତୁ କେତେ କୋଠରୀ, ସବୁ ମାନେ ସୁନ୍ଦର ମାନେ କଥା। କେଉଁଠି ରାଜା ରହିବେ, କେଉଁଠି ରାଣୀ ରହିବେ, ସବୁ ତତ୍ତ୍ୱ ସେ ଉଇ ହୁଙ୍କା ଭିତରେ ଅଛି। ତେଣୁ ଉ କହିଲେ ଶକ୍ତି, ଇ କହିଲେ ଈଶ୍ୱର, ସବୁ ସେଇ ତାଙ୍କରି ନାମ। ତେଣୁ ଆଜିର ଏଇ ସନ୍ଧ୍ୟାରେ ସେଇ ବିଶ୍ୱ ଧ୍ୱଂସାସ୍ତ୍ର ବିମୁକ୍ତ ହଉ, ଯୁଦ୍ଧ ବିମୁକ୍ତ ହଉ, ଏତିକି ପ୍ରାର୍ଥନା କରୁଛି। ଆଉ ସେ ଆଜି ଦୁର୍ଗା ମାଧବଙ୍କ ରୂପରେ ପାରାଦୀପ 15ରେ ସେ ପୂଜା ପାଇବେ ତାପସ ବାବୁଙ୍କର ତତ୍ତ୍ୱାବଧାନରେ। ଆଉ ସିଏ ଜଣଙ୍କର ବ୍ୟକ୍ତିଗତ ସମ୍ପତ୍ତି ହେଲେ ବି ସେ ସମ୍ପତ୍ତିର ଫସଲଟାକୁ ସମସ୍ତେ ଖାଆନ୍ତି। ତେଣୁ ସେ ସମସ୍ତଙ୍କର, ସେ କେବେ ହାର ହେବି ତାର ହେବିନି ଏମିତି ତାଙ୍କ ପାଇ ଭିତରେ ନାହିଁ। ସେ ଗରୁଡ଼ଙ୍କର, ସେ ଅରୁଣଙ୍କର, ସକଳ ତୀର୍ଥ ଘେନି ହରି ନୀଳକଣ୍ଡରେ ବିଜେ କରି ତାଙ୍କରି ପାଦ ତଳେ ନିଜକୁ ସମର୍ପଣ କରୁଛି ଏବଂ ସମସ୍ତଙ୍କର ମଙ୍ଗଳ କାମନା କରୁଛି। ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ।
भर्गो देवस्य धीमहि धियो यो नः प्रचोदयात्। ॐ गणानां त्वां गणपति गुं हवामहे प्रियाणां त्वां प्रियपति गुं हवामहे निधीनत्वा निधिपति गुं हवामहे वसो मम आहमजानि गर्भधम्म त्वमजासि गर्भधम्म। ॐ तदविष्णुः परमं पदं सदा पश्यन्ति सूरय दिवि वा चक्षुराततम्। ॐ त्र्यम्बकं जजामहे सुगन्धिं पुष्टिवर्धनम् उर्वारुकमिव बन्धनात् मृत्युर्मुखीयमामृतात्। ॐ अम्बे अम्बिके अम्बालिके नमानयति कश्चन सशस्त्यश्वकः सुभद्रिका काम्पिल्यवासिनी। ॐ आकृष्णेन रजसा निवेशयन्नमृतं मर्त्यं च हिरण्मयेन सवितरतेन देवजाति भुवनानि वसन्। ॐ गणे नारायणे रुद्रे अम्बिके भास्करे तथा विघ्न न कर्तव्य पञ्चदेवो नमस्तुते। ॐ सन्नो मित्रः संवरुणः सन्नो भवत्वर्जमा सन्नो इन्द्र बृहस्पति सन्नो विष्णुरुक्रमः। नमो ब्रह्मणे नमस्ते वाय त्वमेव प्रत्यक्षं ब्रह्मासि त्वामेव प्रत्यक्षं ब्रह्मं वदिष्यामि ऋतं वदिष्यामि सत्यं वदिष्यामि तन्मामवतु तद्वक्तारमवतु अवतु माम् अवतु वक्तारम्। ॐ शान्ति शान्ति शान्ति। ॐ अखण्डमण्डलाकारं व्याप्तं येन चराचरं तत्पदं दर्शितं येन तस्मै श्री गुरवे नमः। जय गुरु जय गुरु जय गुरु ओ जय गुरु जय गुरु जय गुरु जय गुरु ओ जय गुरु जय गुरु जय गुरु ओ जय ओम सत्य धर्म शांति धर्म दया धर्म क्षमा धर्म ओम सनातन 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 ओम ब्रह्मानंदम 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 ओम सच्चिदानंदम 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 ओम विष्णु 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 ओम शिव 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 ओम नमो हराय नमो रामाय नमो कृष्णाय ओम शक्ति हरि ओम 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 हरि অনন্ত তুমে জাগি উঠ
দেখাই দিও হে প্রভু এ সংসার সার কর্মে দেখা করি শঙ্খ চক্র গদা পদ্ম হস্তে তুমি দেখাই দিও সকতি এ মূঢ়র মর্মে মর্মে কর্তি রাম মূর্তি তুমি দেখে না পাপ নয়ন কারপনা সনবানা বোলাইছ ধরবানে জীবন মূল পানে জমা দিয়ে গোসাই তুম্ব শ্রী চরণ ধ্যাই মিশি যাও তুম্ব নামে জাগরে অনন্ত তুমি জাগিও জাগিও ওম শান্তি ওম শান্তি ওম শান্তি ওম শান্তি শান্তি তব চরণ মূত শান্তি তব মুখর শান্তি 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 তব শান্ত বিশ্ব শান্তি দেশ শান্তি বনস্পতি বায়ু সাগর শান্তি 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 তব মহিমা পূর্ণ শান্তি তব গৌরব মম শান্তি শান্তি তব পাবন নেত মোহা শূন্য শূন্য শান্তি তব কিরতি অমর শান্তি সূর্য চন্দ্রমা পবন শান্তি 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 তব শান্ত ওম শান্তি ওম শান্তি ওম শান্তি ওম শান্তি ওম শান্তি ভব সাগর তারণ তারণ রঘুনন্দন বন্ধন খণ্ডন শরণাগত কিঙ্কর ভীত মনে গুরুদেব দয়াকর দীনজন হৃদি কন্দর তামস ভাস্কর তুমি বিষ্ণু প্রজাপতি শঙ্কর পরম ব্রহ্ম পরাৎপর বেদভণ মন বারণ শাসন অঙ্কুশ নর প্রাণ তরে হরি চাতুষ গুণগান পরায়ণ দেবগণ গুরুদেব কুল কুণ্ডলিনী গুমবন্ধ করে হৃদি ভক্তি বিদারণ কারক মম মানস চঞ্চল রাত্র দিনে গুরুদেব দয়া রিপুসূদন মঙ্গল সুখ শান্তি বরাবয় দায়ক দয়তাপ হরে তব নাম গুরু গুরুদেব দয়া অভিমান প্রভাব বিমল গতিহীন জনে তুমি রক্ষক হিত সংগীত বঞ্চিত ভক্তি জনে গুরুদেব দয়া তব নাম সদা শুভ সাধক পতিতা দম মানব পাবক মহিমা তব গৌর মন গুরুদেব দয়া
জয় সদ্গুরু ঈশ্বর রাত কহে ভব রোগ বিকার বিনাশ কহে মন দেব হরে শ্রীচরণ গুরুদেব দয়া কর 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 গুরুদেব দয়া ओम गुरु ब्रह्मा गुरु विष्णु गुरुदेव महेश्वर गुरु साक्षात् परम ब्रह्म तस्मै श्री गुरवे नमः चैतन्यं शाश्वतं शान्तं व्योमातीतं निरञ्जनं नादबिन्दुकलातीतं तस्मै श्री गुरवे नमः सर्वश्रुतिशिरोरत्नं विराजितपदाम्बुजं वेदान्तम्बुजमार्तण्डं तस्मै श्री गुरवे नमः ओम शांताकारं भुजगशयनं पद्मनाभं सुरेशं विश्वाधारं गगनसदृशं मेघवर्णं शुभांगं लक्ष्मीकान्तं कमलनयनं योगिभिध्यानगम्यं वन्दे विष्णुं भवभयहरं सर्वलोकैकनाथं जय 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 ओम पूर्णमदः पूर्णमिदं पूर्णात् पूर्णमुदच्यते पूर्णस्य पूर्णमादाय पूर्णमेवावशिष्यते ओम शांति 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 जय जय श्री राधे लीलांचल निवासाय नित्याय परमात्मने बलभद्र सुभद्राभ्यां जगन्नाथाय ते नमः। আজি এই পবিত্র সন্ধ্যাটি গোটে অপূর্ব সংযোগ সৃষ্টি করে